जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आम राष्ट्र सेशन आरंभ करिबा। बस मु गोटे सम्यक धारणा देवाक चाहूचे आज एई वीडियो रे शनि महाराज विषय रे। तो एटा मोर प्योरली पर्सनल एक्सपीरियंस रो जिनसटा। तो आपण माने जस्ट एटा सुनंतु। एटा आपण माने निजे अनुभव करथिबे कि जीवन क्षेत्र रे आ आपण माने आपनकर इंप्लीमेंट करिवे। देखिबे जे केते हद तक आपनकर मिसुची। କୌଣସି ଆଷ୍ଟ୍ରୋଲୋଜର ଯଦି କହିଦେଲା କି ମୁଁ ପୁରା ଗ୍ରହ ମାନଙ୍କର ଗତିବିଧିକୁ ପୁରା ଆଜ ଇଟ୍ ଇଜ ଇଣ୍ଟରପ୍ରିଟ କରିଦେଲି ତାହେଲେ ସେ ମିଛ କହୁଛି, କାରଣ ଆଜି ପର୍ଯ୍ୟନ୍ତ କେହି ସେଇଭଳି ଭାବରେ କରିପାରିନାହାନ୍ତି। ଆମେ ଗୋଟେ ଆପେକ୍ଷିକ ଅ, ନଜରିଆ ନଉ ଯେ ଏଇ ଜିନିଷଟା ସାୟଦ ଏଇଭଳି ଭାବରେ ହେଇଥାଇପାରେ। ତ ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ଆରମ୍ଭ କରୁଛୁ। ଆଜିର ଟପିକ ରହିବେ ଶନିଶ୍ଚର ମହାରାଜ। ଭାଇ, ଆମେ ଯାହାଙ୍କ ବିଷୟରେ ଡିସ୍କସନ କରୁଛୁ, ହୋଲ ସମାଜ ତାଙ୍କ ନାଁ ଶୁଣିଲେ ଡରେ। यस। ହେଲେ କାହିଁକି ଡରେ? କାହିଁକି ନା ଯେତେବେଳେ ଗ୍ରହ ଗୁଣ ଅଗୁଣ ଅଧ୍ୟାୟ ଡିଷ୍ଟ୍ରିବ୍ୟୁଟ ହେଇଛି, ସେ ସମୟରେ କାଳ ପୁରୁଷର ଜ୍ଞାନ କୁହାଗଲା ବୃହସ୍ପତିଙ୍କୁ, ଶୁକ୍ରଙ୍କୁ, ବାକ୍ କୁହାଗଲା ବୁଧଙ୍କୁ, ଉତ୍ପତ୍ତିର କାରଣ କୁହାଗଲା ଧର୍ମର କାରଣ କୁହାଗଲା ରବିକୁ, ଏବଂ ମନର କାରକ କୁହାଗଲା ଚନ୍ଦ୍ରଙ୍କୁ। ହେଲେ ଦୁଃଖ କଷ୍ଟ ଆଉ ପୀଡାର କାରକ ହଉଛନ୍ତି ଶନିଶ୍ଚର ମହାରାଜ। ତାଙ୍କର ପ୍ରଥମ କାମ ହେଲା ଦୁଃଖ କଷ୍ଟ ପୀଡା। ଶନି ଯଦି ଉଚ୍ଚରେ ବି ଥାନ୍ତି, ତୁଳାରେ ବି ଯଦି ଶନି ଥାନ୍ତି କାହାର, ତମେ ଦେଖି କହିଦବ ଶନିଶ୍ଚର ମହାରାଜ ତୁଳାରେ ଅଛନ୍ତି, ଉଚ୍ଚରେ ଅଛନ୍ତି, ଭଲ ଇଫେକ୍ଟ ଦେବେ, ନିଶ୍ଚିତ ଦେବେ ଭଲ ଇଫେକ୍ଟ, କୌଣସି ସନ୍ଦେହର ଅବକାଶ ନାହିଁ। କିନ୍ତୁ ସେ ଟାଇମରେ ଯେତେବେଳେ ସେ ଅପରେଟ କରିବେ, ସେ ଗୋଡର ଆଣ୍ଠୁ ଗଣ୍ଠରେ ଗୋଟେ ଆକ୍ସିଡେଣ୍ଟ ପକ୍କା ଦେବେ ଏବଂ ଦେହ ଜନିତ ପୀଡାଟାକୁ ସେ ପକ୍କା ଦେବେ। ଏଇଟା ହେଲା ତାଙ୍କର ଗୋଟେ ପ୍ରଥମ ମୌଳିକ କ୍ୟାରେକ୍ଟରିଷ୍ଟିକ୍ସ। ଦ୍ୱିତୀୟ ମୌଳିକ କ୍ୟାରେକ୍ଟରିଷ୍ଟିକ୍ସ କଣ? ତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଯେତିକ କୋର୍ଟ କଚେରୀ, ମାଲି ମକଦ୍ଦମା, ତାର ଅଧିଷ୍ଠାତ୍ରା ଦେବତା ହଉଛନ୍ତି ଶନିଶ୍ଚର ମହାରାଜ। କେବଳ ସେତିକି ନୁହେଁ, କୋର୍ଟ କଚେରୀ, ମାଲି ମକଦ୍ଦମା ଯେତେବେଳେ ଡିଲେ, ଆରା କୋଉ ଲୋକ କେବେ ବି ଚାହେଁନି କୋର୍ଟ ଯିବାକୁ, କାହିଁକି ନା କେସ୍ ଗଡେ 30-40 ବର୍ଷ ଲେଖା ଗଡେ। ସବୁଠୁ ସ୍ଲୋ ମୁଭିଂ ପ୍ଲାନେଟ କିଏ? ସେ ଶନିଶ୍ଚର ମହାରାଜ। डन सर। ତେଣୁ ତେଣୁ କେସ୍ ଯେତେବେଳେ ତାଙ୍କର କାରକ ତତ୍ଵର କୌଣସି ଜିନିଷ ସେଟା ଡିଲେରେ ହିଁ ମିଳିବ। ଏବଂ ଶନିଶ୍ଚର ମହାରାଜ କାଳପୁରୁଷ କୁଣ୍ଡଳୀରେ କୋଉ କୋଉ ଘରକୁ ରୁଲ କରନ୍ତି? କାଳପୁରୁଷ କୁଣ୍ଡଳୀ ମାନେ ମେଷ ଲଗ୍ନ କୁଣ୍ଡଳୀ। ତ କାଳପୁରୁଷ କୁଣ୍ଡଳୀରେ ଶନିଶ୍ଚର ମହାରାଜ ଦଶମ ଘର କର୍ମସ୍ଥାନକୁ ରୁଲ କରନ୍ତି, ଏକାଦଶ ଘର ଇଚ୍ଛା ପୂର୍ତି ସ୍ଥାନକୁ ରୁଲ କରନ୍ତି। ଯଦି ଇଏ ଏତେ ଖରାପ ଗ୍ରହ ହେଇଥାନ୍ତେ, ଏତେ ଦୁଃଖ କଷ୍ଟ ପୀଡାର କାରକ ହେଇ ଖରାପ ଗ୍ରହ ହେଇଥାନ୍ତେ, ଠିକ ଅଛି ନା, ତାହେଲେ ତାଙ୍କୁ କାଳପୁରୁଷ କୁଣ୍ଡଳୀରେ କର୍ମର କାରକ କଣ ପାଇଁ କୁହାଗଲା? हम्म। କାରଣ ମଣିଷ କିଏ ବି ବିନା କର୍ମରେ ତାର ଇଚ୍ଛାକୁ ସେ ପୂର୍ତ୍ତି କରିପାରିବ ନାହିଁ। ତେଣୁ ଏଠି ତିନିଟା ପଏଣ୍ଟ ଆସିଲା। ପଏଣ୍ଟ ନମ୍ବର 1, ସେ ଦୁଃଖ କଷ୍ଟ ପୀଡାର କାରକ, ନ୍ୟାୟର କାରକ, କର୍ମ ଏବଂ ଇଚ୍ଛା ପୂର୍ତ୍ତିର ମଧ୍ୟ କାରକ। କାରଣ ତମର ଏଇ ଯୋଉ ମାୟାର ସଂସାରରେ ତୁମ କର୍ମକୁ, ତୁମ ଇଚ୍ଛାକୁ ପୂରଣ କରିବା ପାଇଁ କର୍ମଟା କଲେ ହିଁ ସେ ଇଚ୍ଛାଟା ପୂରଣ ହବ, ଏଇଟାକୁ ସେ ସିଗ୍ନିଫାଏ କରନ୍ତି। ଏଇଟା ପର୍ସନାଲ ମୋର ଇଣ୍ଟରପ୍ରିଟେସନ, ମୁଁ ଏଇଟା କୌଣସି ବହି ପଢା କଥା କହୁନି। ମୁଁ ଯୋଉ ଇଣ୍ଟରପ୍ରିଟେସନ ନେଇକି ଚାଲେ, ଯେ ନେଇକି ପ୍ରେଡିକ୍ସନ ରେ ବସେ, ସେଇ ପ୍ରେଡିକ୍ସନ ସେଇ ଇଣ୍ଟରପ୍ରିଟେସନ କଥା କହୁଛି। ଶନିଶ୍ଚର ମହାରାଜ ବହୁତ ସ୍ଲୋ ମୁଭିଂ ପ୍ଲାନେଟ। ପ୍ରାୟ 2.5 ବର୍ଷ ସେ ଗୋଟେ ରାଶିରେ ରହନ୍ତି। ନୈସର୍ଗିକ ଗୁଣ ବିଷୟରେ ଯଦି ତମେ ଜାଣିବ, ନୈସର୍ଗିକ ବଳ, ଷଡ ବଳ ଆମେ ଧୀରେ ଧୀରେ ପଢିବା। ଷଡ ବଳରୁ ସ୍ଥାନ ବଳ, କାଳ ବଳ, ଦିକ୍ ବଳ, ନୈସର୍ଗିକ ବଳ, ଏସବୁ ବିଭିନ୍ନ ପ୍ରକାର ବଳ ରହିଛି। ନୈସର୍ଗିକ ବଳ ମାନେ ଆକ୍ଚୁଆଲି ରାଜବାବୁ ଧର ଏଠି ବସିଛନ୍ତି, ତାଙ୍କର ବଳ କେତେ, ତାଙ୍କ ନିଜସ୍ୱ ବଡିର ବଳ କେତେ। ଏଇଭଳିଆ ଯୋଉ ବଳଟା ନୈସର୍ଗିକ ବଳ, ମାନେ ତାଙ୍କର ଆକ୍ଚୁଆଲ ବଳ, ତାଙ୍କ ବଡିର ପାୱାର କେତେ, ତାହେଲେ ସବୁ 7ଟା ଗ୍ରହ ଯୋଉ ଅଛନ୍ତି, 2ଟା ରାହୁ କେତୁ ମହାରାଜଙ୍କୁ ଛାଡିଦେଲେ ସେ ଛାୟା ଗ୍ରହ,
ନୈସର୍ଗିକ ବଳରେ ଶନି ହଉଛନ୍ତି ସବୁଠୁ ନିର୍ବଳ ଗ୍ରହ। ଶନିଙ୍କ ଉପରେ ପାୱାରଫୁଲ ହେଲେ କିଏ? ନା ମଙ୍ଗଳ। ମଙ୍ଗଳଙ୍କଠୁ ପାୱାରଫୁଲ ହେଲେ ବୁଧ। ବୁଧଙ୍କଠୁ ପାୱାରଫୁଲ ହେଲେ ଗୁରୁ। ଗୁରୁଙ୍କଠୁ ପାୱାରଫୁଲ ହେଲେ ଶୁକ୍ର। ଶୁକ୍ରଙ୍କଠୁ ପାୱାରଫୁଲ ହେଲେ ଚନ୍ଦ୍ର। ଚନ୍ଦ୍ରଙ୍କଠୁ ପାୱାରଫୁଲ ହେଲେ ସୂର୍ଯ୍ୟ। ରବି ହଉଛନ୍ତି ସବୁଠୁ ପାୱାରଫୁଲ। ଯଦି ନୈସର୍ଗିକ ବଳ ହିସାବରେ ସବୁଠୁ ଲୋଏଷ୍ଟ ଡିଭିଜନରେ ଥାଏ ଶନିଶ୍ଚର ମହାରାଜ, ଏତେ ମାତ୍ରାରେ ସଂସାର ତାଙ୍କୁ ଭୟ କରେ, ତାହେଲେ ଆପଣ ମାନେ ନିଜେ ଟିକେ ଅନୁଭବ କରନ୍ତୁ ଯେ ଅନ୍ୟ ଯୋଉ 6 ଜଣ ଗ୍ରହ ରହିଲେ ସେମାନେ ଯଦି ଆଫ୍ଲିକ୍ସନ ରେ ଆସିଗଲେ, ତାହେଲେ ତମ ସହିତ ସେ କୋଉ ପରିମାଣରେ ତାଣ୍ଡବ କରିପାରିବେ। ତ କେବଳ ଶନୀଶ୍ଵର ମହାରାଜଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। ମୋର ଏଇଟା ପ୍ରଥମ ମତ। ଦ୍ଵିତୀୟ ମତ, ଯିଏ ନ୍ୟାୟର କାରକ ସେ କାହାକୁ ଦେଖିବ? କଣ ଦେଖି ନ୍ୟାୟ କରିବ? କର୍ମ ଦେଖି ନ୍ୟାୟ କରିବ, ହଁ କି ନାଇଁ? ହୁଁ। ଖାଲି କର୍ମକୁ ଦେଖି ନ୍ୟାୟ କରିବ? ଶନିଶ୍ଚର ମହାରାଜ ସେଇ ଲୋକକୁ ପୀଡା ଦିଅନ୍ତିନି, ଦୁଃଖ କଷ୍ଟ ଦିଅନ୍ତି ନାହିଁ, ବା ଯେତିକି ଆମାଉଣ୍ଟରେ ଯାହା ଭୋଗ କରିବା କଥା ଦିଅନ୍ତି, ହୁଁ। ଯୋଉ ଲୋକ ଧର୍ମଚ୍ୟୁତ କର୍ମ ନ କରେ। ଯେବେ ଯେବେ ଶନିଶ୍ଚର ମହାରାଜଙ୍କର ଟାଇମ ତମ 7:30 ହଉ, ଚାहे ଢାଇଆ ହଉ, ହୁଁ। ଚାहे ମହାଦଶା ହଉ ଆସେ, ଯଦି ସେ ଲୋକ ବହୁତ ଗର୍ବିଟିଏ ହେଇଥାଏ, ବହୁତ ଗର୍ବି ମାନେ ମୁଁ କାହାକୁ ଟିକେ ତାଚ୍ଛଲ୍ୟ କରୁନି, ହାଉ ଟୁ ଷ୍ଟେ ଗ୍ରାଉଣ୍ଡେଡ ଯଦି ସେ ନ ଶିଖିଥାଏ, ମୁଁ ହୁଁ। ଗ୍ରାଉଣ୍ଡେଡ ହେଇକି କେମିତି ରହିବି, ତାହେଲେ ଶନିଶ୍ଚର ମହାରାଜ ଭାଇ ତାର ଗର୍ବକୁ ଧୂଳିସାତ କରି ମାଟିରେ ମିଶେଇ ଦିଅନ୍ତି ଏବଂ ତାକୁ ସତ୍ୟ ସହିତ ପରିଚିତ କରାଇ ଦିଅନ୍ତି କି ଏ ଦେହ ନଶ୍ୱର ଏବଂ ତତେ ବି ଗୋଟେ ଦିନ ଯିବାର ଅଛି। କାରଣ ମଣିଷକୁ ଯଦି ସବୁ ପ୍ରକାର ସୁଖ ସୁବିଧା ମିଳିଗଲା, ଦୁଃଖ ପୀଡା କଷ୍ଟ ବୋଲି ସେ କିଛି ନ ଜାଣିଲା, ହୁଁ। ତାର କଣ ଆଉ ଅଭାବ ଅସୁବିଧା କଣଟା ରହିଲା ଜୀବନରେ? ହୁଁ। ତେଣୁ ସେ ଯୋଉ ବୈରାଗ୍ୟର କାରକ ମଣିଷକୁ, ସେ ମଣିଷକୁ କୌଣସି ବି ପ୍ରାଣୀକୁ ସେତିକି ବେଳେ ତାର ବୈରାଗ୍ୟ ପ୍ରାପ୍ତ ହୁଏ ଯେତେବେଳେ ତାର ଇଚ୍ଛାକୃତ ଜିନିଷ ମିଳେନି ଅଥବା ମିଳିବାରେ ଡିଲେ ହୁଏ। ଅର୍ ସିଏ ଯୋଉ ପୋଜିସନରେ ଥାଏ, ସେ ପୋଜିସନରୁ ତାକୁ କିଏ ଗୋଟେ ଗୋଇଠା ମାରିକି ତଳକୁ ପକେଇ ଦେଇପାରେ, କିଏ ତଣ୍ଟିଆ ମାରିକି ତଳକୁ ପକେଇ ଦେଇପାରିଲେ, ସେଇ ଟାଇମରେ ସେ ଅନୁଭବ କରେ ଯେ ଓହୋ, ଆକ୍ଚୁଆଲି ଏଇ ଯୋଉ ପୋଜିସନ ଟା ମୁଁ ମୋର ବୋଲି ଭାବୁଥିଲି, ଆକ୍ଚୁଆଲି ସେଟା ମୋର ନୁହଁ। ଶନିଶ୍ଚର ମହାରାଜ ଯେତେବେଳେ ଅପରେଟ କରନ୍ତି, ସେ ସ୍ଥାନ ଚ୍ୟୁତି ଦିଅନ୍ତି। ସ୍ଥାନ ଚ୍ୟୁତି ଇନ ଦ୍ୟାଟ କଣ୍ଟେକ୍ସଟ ମାନେ ଯୋଉ ସ୍ଥାନରେ ତାର ଆକ୍ଚୁଆଲ ରହିବା କଥା, ସେ ସ୍ଥାନରୁ ସେ ତଳକୁ ଡାଉନ କରିଦିଅନ୍ତି। ମାନେ ଧର କିଏ ଗୋଟେ ଜେନେରାଲ ମ୍ୟାନେଜର ହବା କଥା, ତାକୁ ଆଣିବେ କହିବେ ତୁ ଟ୍ରେନି ହେଇକି କାମ କର, ସିଚୁଏସନ ଏମିତି କ୍ରିଏଟ କରିଦେବେ। ହୁଁ। ଶନିଶ୍ଚର ମହାରାଜ ଯେତେବେଳେ ଅପରେଟ କରନ୍ତି, ସେତେବେଳେ ଶାସ୍ତ୍ର କହେ କୁବେର ମଧ୍ୟ ଭିକାରୀ ହେଇପାରେ। ହୁଁ। ମାନେ ଧନର ଦେବତା କୁବେର ମଧ୍ୟ ଭିକାରୀ ହେଇପାରେ। ଯିଏ ନ୍ୟାୟ କରିବ, ସେ ଗୋଟେ ଜିନିଷକୁ ବହୁତ ଭଲସେ ଚେକ୍ କରେ କି ଏ ଲୋକର ଧର୍ମ ବଳ କେମିତି ଅଛି। ହୁଁ। ତେଣୁ ତୁମର ଯେହେତୁ ସେ ନ୍ୟାୟର ଦେବତା ଏବଂ କର୍ମର ଦେବତା, ଭାଇ ଆମେ ଯୋଉ ଆଷ୍ଟ୍ରୋଲୋଜି ପଢୁଛେ ବା କୌଣସି ଜିନିଷ କରୁଛେ, ଆମକୁ କଣ ସାଟିସ୍ଫାକ୍ସନ ଲାଗୁଛି କି ଆମେ ପୁରା ସାରିଦେଲେ, ଆମେ ସବୁ ଜାଣିଗଲେ? କିଏ ଆଜି ଯଦି 10 ଟଙ୍କା ଇନକମ କରୁଛି, ଲେଟ ସେ କାହାର ଆଜିର ସାଲେରୀ ହଉଛି 50,000 ଟଙ୍କା, ସେ କେବେ ଚାହିଁବ କି 5 ବର୍ଷ ପରେ ତାର ସେମିତି ସାଲେରୀ 50,000 ଟଙ୍କା ରହୁ? ସେ ଚାହିଁବ ସଦାବେଳେ ବୃଦ୍ଧି, ହୁଁ। ତାର ଅର୍ଥ, ମାନ, ଯଶ ଏଗୁଡା ସବୁ ବୃଦ୍ଧି ବୃଦ୍ଧି ବୃଦ୍ଧିରେ ଚାଲୁ। ସେ ସମସ୍ତେ ତାକୁ ରିଭିଅର କରନ୍ତୁ, ତାର ପଇସା ବଢୁ, ତାର ସୋସିଆଲ ଷ୍ଟାଣ୍ଡାର୍ଡ ଷ୍ଟାଟସ ବଢୁ, ସମସ୍ତେ ଏଇଟା ଚାହାନ୍ତି। କିନ୍ତୁ ଶନିଶ୍ଚର ମହାରାଜ କଣ, ତମେ ଯଦି ଏଇ ଷ୍ଟାଟସ, ଏଇ ଅର୍ଥ ମାନ ଯଶ, ତମର ସୋସିଆଲ ଷ୍ଟାଟସ ହଉ, ତମର ପଇସା ହଉ, ତମର ଯଶ ହଉ, ତୁମେ ଯଦି ହମ୍ବଲ ଆଉ ଗ୍ରାଉଣ୍ଡେଡ ରହିକି ଧର୍ମୋଚିତ କର୍ମ କରିକି ଇନକମ ନ କରିଛ, ସେଥିରେ କୌଣସି ପରିମାଣରେ କାହାକୁ ତୁମେ ଡିସରେସପେକ୍ଟ କରିଛ ବା ସଣ୍ଡିଆଗିରି ଦେଖେଇଛ, ସଣ୍ଡିଆଗିରି ଇନ ଦ୍ୟାଟ କନ୍ସ ବସ୍, ଆଇ ଏମ୍ ଦ ବସ୍, ଆଇ ଏମ୍ ଡୁଇଙ୍ଗ ଦି ଥିଙ୍ଗ, ତାହେଲେ ଶନିଶ୍ଚର ମହାରାଜଙ୍କ ପିରିୟଡ ଅପରେଟ କଲା ବେଳେ ସେ ତମକୁ ବୁଝେଇ ଦେଇ ପାରିବେ ବସ୍ ହଉଛି ପରମପିତା ଈଶ୍ୱର, ଆଉ ବସ୍ ହଉଛି ସମୟ। ଯେତେବେଳେ ସମୟ ଅପରେଟ କରିବ, ବଡ ବଡ ବସଙ୍କର ବଡ ବଡ ଅସୁବିଧା ହେଇଯିବ। ହୁଁ। ଦେଖ, ଛୋଟ ଲୋକ ଯାହାର 10 ଟଙ୍କା ଅଛି, ତାର 10 ଟଙ୍କା ପଳେଇଲେ ସରକାର ତାକୁ ରିଲିଫ ଦେଇଦେବେ। ଯିଏ ମିଡିଲ କ୍ଲାସ ଲୋକ, ତାର ଯଦି ବାତ୍ୟାରେ ଲସ୍ ହେଇଗଲା, ତାକୁ କଣଟା ରିଲିଫ ମିଳିବ? ଆଉ ରିଲିଫ ମିଳିଲେ କଣଟା ହବ? ସବୁବେଳେ ମିଡିଲ କ୍ଲାସ ଲୋକ ପ୍ରୋବ୍ଲେମ ସଫର କରନ୍ତି।
ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା, ତମ କୁଣ୍ଡଳୀରେ, ଲଗ୍ନ କୁଣ୍ଡଳୀରେ ଶନିଶ୍ଚର ମହାରାଜ ଯୋଉଠି ବସିଛନ୍ତି, ସେଇ ଜାଗାରୁ ପୀଡା ଆସିବାର ତମର ଜୀବନରେ ସମ୍ଭାବନା ଅଛି। Right. ହେଲେ କେତେବେଳେ ଆସିବ? ଆସିବ ହିଁ ଆସିବ ସେମିତି ମୁଁ କହିନି, ଆସିବାର ସମ୍ଭାବନା ଅଛି। କେତେବେଳେ? ଯଦି କାହାର ଦ୍ଵିତୀୟ ଘରେ ଅଛନ୍ତି ଶନିଶ୍ଚର ମହାରାଜ, ଦ୍ଵିତୀୟ ହାଉସରେ ଆମେ ଜେନେରାଲି ଧନ, କୁଟୁମ୍ବ ଆଉ ବାଣୀ ବା ଏଇ ସବୁ ଜିନିଷ ପ୍ରତି ତମେ ସଜାଗ ହେଇଯାଅ। ତମର ଯଦି ଧନ ସଞ୍ଚୟରେ ଡିସିପ୍ଲିନ, ହଁ ଶନିଶ୍ଚର ମହାରାଜ ଡିସିପ୍ଲିନ ର ବି ପ୍ରତୀକ, ଠିକ ଅଛି ନା? ତୁମେ ଯଦି ଯୋଉ ଭାବରେ ତୁମର ଶନିଶ୍ଚର ମହାରାଜ ବସନ୍ତି ସେଇ ଭାବ ପ୍ରତି ଡିସିପ୍ଲିନ, ହମ୍ବଲନେସ ଆଉ ଧର୍ମୋଚିତ କର୍ମ ନ କଲ, ଏଇ ତିନିଟା ଜିନିଷ ଡିସିପ୍ଲିନ, ହମ୍ବଲନେସ ଆଉ ଧର୍ମୋଚିତ କର୍ମ ନ କଲ, ଦେନ୍ ୟୁ ନିଡ୍ ଟୁ ସଫର। କେହି ତୁମକୁ ରୋକିପାରିବେନି। ଯୋଉମାନଙ୍କର ଢାଇଆ ଚାଲିଥିବ, ଯୋଉମାନଙ୍କର ସାଢେ ସାଥି ଚାଲିଥିବ, ସେମାନେ ନିଜେ ନିଜେ ଅନୁଭବ କରୁଥିବେ ଯେ ମୁଁ ଯୋଉ କଥାଟା କହୁଛି, ଯୋଉ ଭାବରେ ତାଙ୍କର ଶନିଶ୍ଚର ମହାରାଜ ବସିଛନ୍ତି, ସେ ତାଙ୍କୁ ସେଇଭଳିଆ ପ୍ରୋବ୍ଲେମ ଦେଇଛନ୍ତି ନା ନାହିଁ। ତାପରେ ଆଉ ଗୋଟେ କଥା ହେଲା, ଶନିଶ୍ଚର ମହାରାଜ ଯୋଉଠି ବସୁଛନ୍ତି ସେ ଜାଗା ତାକୁ ତ ଛାଡ, ଲେଟ୍ସ ସେ ଚାଲ ସ୍ଥାନ ବୃଦ୍ଧି କରନ୍ତି, କିଛି କିଛି ମାତ୍ରାରେ କମ୍ ପୀଡା ଦେଇପାରନ୍ତି, କିନ୍ତୁ ଶନିଶ୍ଚର ମହାରାଜ ଯୋଉ ତାଙ୍କୁ ଯୋଉ ସ୍ପେଶାଲ ଦୃଷ୍ଟି ମିଳିଛି 3 ଆଉ 10 7, 3 7 10 ଗ୍ରହ ମାନଙ୍କ ଦୃଷ୍ଟିରେ, ସେ ଘର ପ୍ରତି ତମେ ଏକ୍ସଟ୍ରା ସଜାଗ ହେଇଯିବ। କାହାର ଲେଟ୍ ସେ ଲଗ୍ନରେ ଶନି ବସିଲେ, ମୋର ଲଗ୍ନରେ ଶନି ବସିଛନ୍ତି, ମୁଁ କଣ ସବୁ ଧର୍ମଚିତ କର୍ମ କରିପାରିବି? ମୁଁ କଣ କେବେ ବି ଅ, ଅସୁବିଧା ଫେସ୍ କରିବିନି? ମାନେ ମୁଁ କେବେ ବି ସର୍ଟକଟ ମାରିବାକୁ ଚେଷ୍ଟା କରିବି? ସର୍ଟକଟ କୁ ଶନି ପ୍ରବଳ ଡର ଭାଇ। ଯାହାର ଯିଏ ଭାବିବ ମୁଁ ସର୍ଟକଟ ରେ ଇ କରିଦେବି, ସର୍ଟକଟ ରେ କରିଦେବି, ବିନା କର୍ମରେ ଅଧିକ ଫଳ ପାଇବାକୁ ମେଣ୍ଟାଲିଟି ରଖିଦେବି, ଗଲା ଶନିଶ୍ଚର ମହାରାଜ ତାଙ୍କର ଆକ୍ଟିଭେଟ ହେଇକି ପୁରା ତାକୁ ଭୋଗ ଦେଇଦେବେ, ତାର ହରିବୋଲ ହେଇଯିବ। ଠିକ ଅଛି? ତେଣୁ ମତେ ମୋ ପରାକ୍ରମ ଭାବକୁ ଦେଖିଲେ ଶନିଶ୍ଚର ମହାରାଜ, ମୋର ସାନ ଭାଇ ଭଉଣୀ ମାନଙ୍କୁ ଦେଖିଲେ ଶନିଶ୍ଚର ମହାରାଜ, ମୋର ସପ୍ତମ ହାଉସ କୁ ଦେଖିଲେ ଶନିଶ୍ଚର ମହାରାଜ, ଏବଂ ମୋର କର୍ମ ହାଉସ କୁ ଦେଖିଲେ ଶନିଶ୍ଚର ମହାରାଜ। ତେଣୁ ମୋର ତୃତୀୟ ଭାବ, ସପ୍ତମ ଭାବ ଏବଂ ଦଶମ ଭାବରେ ମତେ ପୀଡା ଆସିପାରେ ଯଦି ମୁଁ ଧର୍ମୋଚିତ କର୍ମ ଏବଂ ରେସ୍ପନ୍ସିବିଲିଟି ଡିସିପ୍ଲିନକୁ ଫଲୋ ନ କରେ। ଶନିଶ୍ଚର ମହାରାଜ ଖାଲି ବସିଲେ କିଛି ସେତେ ମାତ୍ରାରେ ପୀଡା ଦିଅନ୍ତି ନାହିଁ, ଯଦି ସେ ଆଫ୍ଲିକ୍ସନ ରେ ନ ଆସିଗଲା। ଆଫ୍ଲିକ୍ସନ ଇନ ଦ କଣ୍ଟେକ୍ସଟ କି ତାଙ୍କୁ ରାହୁ କିଏ ଦେଖିଦେଲା, ତାଙ୍କୁ ଯଦି କିଏ କେତୁ ଦେଖିଦେଲା, ଯଦି ତାଙ୍କୁ ମଙ୍ଗଳ ଯଦି ଦେଖିଦେଲା, ତାହେଲେ ହରିବୋଲ, ସେଠି ତାଣ୍ଡବ ହବାଟା ଥୟ। ଠିକ ଅଛି? ତେଣୁ ମୋର ଏଇ ଧାରଣା ଯେ ଶନିଶ୍ଚର ମହାରାଜଙ୍କୁ ଯୋଉଠି କୁଣ୍ଡଳରେ ବସିଛନ୍ତି, ସେ ତମକୁ ସେଠି ନ୍ୟାୟ ଦେବା ପାଇଁ ବସିଛନ୍ତି। ତୁମେ ଯଦି ଧର୍ମୋଚିତ କର୍ମ କର, ମୁଁ ମୋ କଥା କହୁଛି, ଯୋଉଦିନ ମୋର ଢାଇଆ କମ୍ପ୍ଲିଟ ହେଲା, ମୁଁ ସେଦିନ ଆଷ୍ଟ୍ରୋଲୋଜିରେ ପଢିବାକୁ ବାହାରିଲି। ଆଉ ମତେ ସେ ପିରିୟଡରେ କିଛି ବି ମାନସିକ ଟେନସନ ହେଇନି। ଠାକୁରଙ୍କର, ଗୁରୁଙ୍କର, ଈଶ୍ୱରଙ୍କର ଆଶୀର୍ବାଦ ଏବଂ ଯାହାବି ଛୋଟ ଛୋଟ, କାରଣ ତା ପୂର୍ବରୁ ମୁଁ ବହୁତ ମାନେ ପ୍ରାୟତଃ ମୁଁ ଧର୍ମଚିତ କର୍ମ କରିବାକୁ, ସର୍ଟକଟ ମାରିବାକୁ ବହୁତ ମାନେ ନେଗ୍ଲେକ୍ଟ କରିକି ଚାଲେ। କିନ୍ତୁ ମୁଁ ଯେତେବେଳେ ସିରିୟସ ହେଲି କି ନାଇଁ ମୁଁ ପଢିବି, ମୁଁ ଇଏ କରିବି, ତାହେଲେ ମୋର ତାର ପଜିଟିଭ ରେଜଲ୍ଟ ମୁଁ ମଧ୍ୟ ଦେଖିଛି, ଆଉ ଶନିଙ୍କ ନେଗେଟିଭ ରେଜଲ୍ଟ ମଧ୍ୟ ମୁଁ ଏକ୍ସପିରିଏନ୍ସ କରିଛି। ତେଣୁ ମୋର କହିବା କଥା ହେଲା, ଯୋଉ ପୀଡା ତ ଅଛି ସେଟା ଭୋଗିବାକୁ ପଡିବ, ତାର ମାତ୍ରା କମ ବେଶୀ ହେଇପାରେ। ତେଣୁ ଆପଣ ମାନେ ଯୋଉଠି ଶନିଶ୍ଚର ମହାରାଜ ବସିଛନ୍ତି ଏବଂ ଯୋଉ ଜିନିଷ, 3 4ଟା ଜିନିଷକୁ ଶନିଶ୍ଚର ମହାରାଜ ଦେଖୁଛନ୍ତି, ସେଇ ବିଷୟରୁ ଆପଣ ମାନେ ପୀଡା ପାଇବେ ହିଁ ପାଇବେ। ତେଣୁ ଦୟାକରି ସେଇ ଭାବର କାରକ ତତ୍ତ୍ୱ ଏବଂ କର୍ମ ପ୍ରତି ଡିସିପ୍ଲିନ, ହମ୍ବଲ ଏବଂ ଧର୍ମୋଚିତ କରନ୍ତୁ, ତାହେଲେ ଆପଣ ମୁଖ୍ୟତଃ ଶନିଶ୍ଚର ମହାରାଜଙ୍କ କୋପରୁ କିଛି ମାତ୍ରାରେ ଉପଶମିତ ହେଇଯିବେ। ତେବେ ଆଜି ଥିଲା ଗୋଟେ ସମ୍ୟକ ଧାରଣା ଶନିଶ୍ଚର ମହାରାଜଙ୍କ ବିଷୟରେ, ଆମେ ଡିଟେଲ ଭଲସେ ଡିସ୍କସନ କରିବା। କୋଉ ଭାବରେ ରହିଲେ କିଭଳି ଫଳ ଦେବେ, କଣ ହେଲେ କିଭଳି ଫଳ ଦେବେ, ସେ ତ ପ୍ରେଡିକ୍ସନ ପାର୍ଟ ହେଇଗଲା। ଇଏ ଗୋଟେ ଥିଲା ଗୋଟେ ସମ୍ୟକ ଧାରଣା କି ଶନିଶ୍ଚର ମହାରାଜଙ୍କୁ ଆମେ ଇଣ୍ଟରପ୍ରିଟ କେମିତି କରିବା। ଠିକ ଅଛି? ତାପରେ ଆମେ ଭାବ ପଢିବା, ଭାବାଧିପତି ପଢିବା, ବୃକ୍ଷ ପଢିବା, ଲତା ପଢିବା, ବହୁତ ଅଛି, ବହୁତ ମାନେ ପୁରା ସାଗର ଅଛି। ତେଣୁ ଇଏ ଆପଣ ମାନେ ଗୋଟେ ବେସିକ ପ୍ରେଡିକ୍ସନ ଟେକ୍ନିକ ଦେଲି। ଆପଣ ମାନେ ନିଜେ ଅନୁଭବ କରନ୍ତୁ, ଯେତେବେଳେ ଆପଣଙ୍କ ଢାଇଆ ଶନି, ସଡିଶା ଶନି ଚାଲିଛି, ସେଇ ଦିଗରୁ ଯଦି ଆପଣ ଧର୍ମୋଚିତ କର୍ମ, ଡିସିପ୍ଲିନ ଫଲୋ କରୁଛନ୍ତି, ସେଇ ଦିଗରୁ ଆପଣ ପଜିଟିଭ ରେଜଲ୍ଟ ବି ପାଇଥିବେ। ଠିକ ଅଛି? ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ଆଷ୍ଟ୍ରୋ ସେସନ ସହିତ ଆମେ ନେକ୍ସଟ କ୍ଲାସରେ ଡିସ୍କସନ ରଖିବା ଏବଂ ନୂଆ ପଢିବା ମଧ୍ୟ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।